ଅନେକ ଭକ୍ତଙ୍କ ଭିତରେ ମହାପୁରୁଷ ଗୋଟିଏ ପଦ ଆମ ପାଇଁ ରଖିଲେ, କହିଲେ ଚେତୁଆ ଭକ୍ତ। ସେ ଚେତୁଆ ଭକ୍ତ ମାନଙ୍କର ସଂଖ୍ୟା ମଧ୍ୟ ମହାପୁରୁଷ ମାଳିକାରେ କରିଛନ୍ତି। କହିଲେ ଯେଉଁମାନେ ଚେତୁଆ ଭକ୍ତ ସେମାନେ ଆକୁ ବୁଝିପାରିବେ, ସଠିକ ଭାବରେ ବୁଝେଇ ମଧ୍ୟ ପାରିବେ। ତେଣୁ ପୁନଶ୍ଚ ମହାପୁରୁଷ କହିଛନ୍ତି, ଗତ ଆଗତ ଯେ ଯୁଗର ବ୍ୟବସ୍ଥା ସମସ୍ତଙ୍କୁ ଜଣା ନାହିଁ, ସଂସାର ମଧ୍ୟରେ କେମନ୍ତେ ଜାଣିବେ ନର ଅଙ୍ଗେ ଦେହ ବହି। କହିଲେ କଥାଟିକୁ ଆମେ ଟିକେ ବୁଝିବା। କହିଲେ ଗତ ବୋଇଲେ କ'ଣ? ନା ଯେତେବେଳେ କଳିଯୁଗ ଗତ ହେଉଥିବ। ଆଗତ ବୋଇଲେ କ'ଣ? ଯେତେବେଳେ ସତ୍ୟ ଯୁଗ ପୂର୍ବରୁ ଅନନ୍ତ ଯୁଗ ଆସି ଯାଉଥିବ। ଏ ସମୟଟାକୁ ସମସ୍ତେ ଜାଣିପାରିବେ ନାହିଁ। କହିଲେ ଗତ ଆଗତ ଯେ ଯୁଗର ବ୍ୟବସ୍ଥା ସମସ୍ତଙ୍କୁ ଜଣା ନାହିଁ, ସଂସାର ମଧ୍ୟରେ କେମନ୍ତେ ଜାଣିବେ ନର ଅଙ୍ଗେ ଦେହ ବହି। କହିଲେ ଦେବତା ମାନେ ଯେତେବେଳେ ଜାଣିପାରିବେ ନାହିଁ, ତ ସାଧାରଣ ମନୁଷ୍ୟଟି ଆକୁ ଜାଣିବା ମଧ୍ୟ କାଠିକର ପାଠ। କିନ୍ତୁ ମହାପୁରୁଷଙ୍କ ମାଳିକା ଆଜି ସତ୍ୟରେ ପରିବର୍ତ୍ତନ ହେଇଛି। ସାଧାରଣ ଶ୍ରୋତାଟିଏ ଯେତିକି ସେ ଜ୍ଞାନର ଅଧିକାରୀ, ଦୀର୍ଘ ଦିନର ମାଳିକା ଗବେଷଣା କରି ଆମେ ମଧ୍ୟ ସେତିକି କଥା ଅଧିକାରୀ ନୁହେଁ। ଆମେ କିଛି ଲୋକ ବା କିଛି ଭକ୍ତ ମାଳିକାକୁ ବୁଝୁଥିଲେ। ବର୍ତ୍ତମାନ ଏମିତି ଗୋଟେ ସମୟ ଆସିଛି, ରାତି ରାତି ଅନିଦ୍ରା ହେଇ ଆମେ ପୁସ୍ତକ ଖେଳେଇ ଯୋଉ ପଦଟି କହୁଛୁ, ମାଳିକା ଆଜି ସମସ୍ତଙ୍କ କଣ୍ଠରେ, ଶିବଙ୍କ କଣ୍ଠରେ ସର୍ପ ଶୋଭା ପାଉଥିବା ଭଳି ଆଜି ସମସ୍ତ ଭକ୍ତଙ୍କ କଣ୍ଠରେ ମାଳିକା ଆଜି ମାଳ ହୋଇ ପଡ଼ିଯାଇଛି। ଆମେ ରାତି ରାତି ଖେଳେଇକି ଗୋଟେ ପଦ ପାଉଥିଲୁ, ଥରେ ତାକୁ ମିଡ଼ିଆରେ କହିଦେଲା ମାନେ ସମସ୍ତଙ୍କ ପାଟିରେ ପଶିଲା। ଆଉ କ'ଣ ଅଛି? ସମସ୍ତଙ୍କ କଣ୍ଠରେ ଆଜି ମାଳିକା ମାଳ ହୋଇଯାଇଛି। ତେଣୁ 24 ମସିହା କଥା କହିଥିଲୁ, ମହାପୁରୁଷ କୋଉଥିରେ ଲେଖିଥିଲେ? ଅନେକ କଥା ଲେଖିଛନ୍ତି। ଗ୍ରନ୍ଥ ନାଁ କହୁଛି ତତ୍ତ୍ୱବୋଧନୀ, ତୃତୀୟ ଖଣ୍ଡ ଏବଂ ତୃତୀୟ ଅଧ୍ୟାୟ। ସେଥିରେ ମହାପୁରୁଷ ଅଚ୍ୟୁତ ଲେଖିଲେ କ'ଣ? କହିଲେ 23 ଯାଇ 24 ଆଗତ, ପୃଥିବୀ ହୋଇବ ଉଲୁକାପାତ। 23 ଯାଇ 24ରେ ପୁଣ, ଠୋକାଏ ଭକତ ହେବେ ପ୍ରମାଣ। କହିଲେ 23 ଯାଇ 24ରେ ପୁଣ, ଠୋକାଏ ଭକତ ହେବେ ପ୍ରମାଣ। ତେଣୁ 24 ମସିହାରେ ଆମେ ଏଇ କଥାକୁ ଲକ୍ଷ୍ୟ କରିବା, ଆମେ ଚିନ୍ତା ଚେତନା ଭିତରେ ଆଣିବା, ଭକ୍ତ ବୋଲି ପ୍ରମାଣ ହେବେ। ତାହେଲେ ଭକ୍ତ ବୋଲି ତାଙ୍କୁ କିଏ ପ୍ରମାଣ କରାଇବ? ଆମେ କ'ଣ ନିଜକୁ ନିଜେ ପ୍ରମାଣିତ କରିବା କି? ଆମେ ଯେତେ ଭଲ ବିଦ୍ୟାର୍ଥୀ ହେଲେ ମଧ୍ୟ ନିଜ ଖାତାରେ କ'ଣ ନିଜେ ଆମେ ପ୍ରଶ୍ନର ଉତ୍ତର ଲେଖିପାରିବା, ମାର୍କ ଲେଖିପାରିବା କି? ମାର୍କ ଦେବ କିଏ? ନା ଶିକ୍ଷକ। ସେଇଭଳି ଭକ୍ତ ବୋଲି ପ୍ରମାଣ କିଏ କରାଇବେ? ନା ନିଜେ କଳ୍କି ହିଁ ଭକ୍ତଙ୍କୁ ପ୍ରମାଣ କରାଇବେ। ବଳା ଚ୍ୟାନେଲ ହେଇଗଲା। ମହାପୁରୁଷ ମାନେ ଲେଖିଥିଲେ ଯେ କି ସାଧୁ ଭିତରେ ତର୍କ, ଭକ୍ତ ଭିତରେ ତର୍କ, ଇଏ ସବୁ ମହାପୁରୁଷ ଲେଖିଥିଲେ। ତାହା ମଧ୍ୟ ସତ୍ୟରେ ଆଜି ପରିବର୍ତ୍ତନ ହେଇଛି। ତେଣୁ 24 ମସିହାରୁ କ'ଣ ଲୀଳାମାନ ଭଗବାନଙ୍କର ଦେଖାଦେବ। 24 ମସିହା ଠାରୁ କ'ଣ ଲୀଳାମାନ ଦେଖାଦେବ, ମାଳିକା ଶାସ୍ତ୍ରରେ କ'ଣ ଲେଖାଯାଇଛି, କିଭଳି ଭାବରେ ଘଟିବ, କ'ଣ ଘଟିବ। ତେଣୁ ଯୋଉ 24 ମସିହାରେ ସମସ୍ତେ କହୁଛନ୍ତି 24ରେ ସଂହାର ହେବ, ଭୂମିକମ୍ପ ହେଇପାରେ। 24 ମସିହାର ଆରମ୍ଭରୁ ମଧ୍ୟ ଅନେକ ପାଶ୍ଚାତ୍ୟ ଦେଶମାନଙ୍କରେ ଭୂମିକମ୍ପ ଗୁରୁତର ଭାବରେ ହଉଛି। କିନ୍ତୁ 24 ମସିହାରେ କ'ଣ ରାଜନୀତି କଥା ମହାପୁରୁଷ ଲେଖିଛନ୍ତି, କ'ଣ ବିଶ୍ୱ କଥା ଲେଖିଛନ୍ତି, କ'ଣ ଭକ୍ତମାନଙ୍କ କଥା ଲେଖିଛନ୍ତି। 24 ମସିହାରେ ଭକ୍ତମାନେ ସବୁ ପ୍ରମାଣ ହେବେ, ଭକ୍ତମାନେ ଚିହ୍ନଟ ହେବେ। ଏବଂ 24 ମସିହାରେ ମହାପୁରୁଷ ଲେଖିଥିଲେ, ଆମେ 24ରେ ହବ ବୋଲି କହୁଛେ। 24ରେ ତ ବାରମ୍ବାର ଭଲ ହେଲାଣି। ଜଗନ୍ନାଥ ପୁରୀରେ ସବୁ କଥା ମଧ୍ୟ ମିଡ଼ିଆରେ କହିବା ନୁହେଁ। 24 ମସିହାରେ ମହାଲକ୍ଷ୍ମୀ ଉତ୍କଳ ଭୂମି ଛାଡ଼ି ସାରିଛନ୍ତି ମାଳିକା ପ୍ରମାଣ ଅନୁସାରେ। ସେ କଥାଟା ଆମେ ଆଉ ମିଡ଼ିଆରେ କହିବା ନାହିଁ। ଯଦି ଯିଏ ଚେତୁଆ ଭକ୍ତ ହେଇଥିବ ସିଏ ବୁଝିବ କେବେ କୋଉ ଦିନ, କୋଉ ତାରିଖ, କୋଉ ତିଥି ଠାରୁ। ଇଂଲିଶ ମସିହା 24 ମସିହାରେ ମହାଲକ୍ଷ୍ମୀ ଓଡ଼ିଶା ଭୂଖଣ୍ଡ ଛାଡ଼ି ସାରିଲେଣି। ଏବଂ ଶିଶୁ ଅନନ୍ତ ଲେଖିଥିଲେ, ଖଡ଼ିକାର ଖଡ଼ି ବଣା ହୋଇଯିବ, ତିଥି ଲଗ୍ନ ନ ମିଳିବ, ସେକାଳେ ଉଦୟ ପ୍ରଭୁ ଦାଶରଥୀ, ମେଛ ନିବାରଣୀ ଧ୍ରୁବ। ତାହେଲେ ଦାଶରଥୀ କିଏ? ଭଗବାନ ଶ୍ରୀରାମ। ତାହେଲେ ଖଡ଼ିକାର ଖଡ଼ି ବଣା ହୋଇଯିବ। ଗୋଟାଏ ଦିନରେ 3ଟା ତିଥି ଭୋଗ ହଉଛି। ଆଜି ଗୋଟିଏ ଦିନରେ ଗୋଟିଏ ତିଥି ଆସୁନାହିଁ।
ଖଡ଼ିକାର ଖଡ଼ି ବଣା ହୋଇଯିବ ତିଥି ଲଗ୍ନ ନ ମିଳିବ ସକାଳେ ଉଦୟ ପ୍ରଭୁ ଦାସରଥୀ ମେଛ ନିବାରଣେ ଧ୍ରୁବ। ପିଲାଟିଏ ଜନ୍ମ ହେଲା ବର୍ତ୍ତମାନ ଡାକ୍ତର ବାବୁ ଆମ ସହିତ ବସିଛନ୍ତି। ମା ଘରେ ପାଇଲା ପ୍ରସବ ପୀଡ଼ା। ପଣ୍ଡିତକୁ ଜାତକ ଦେଖିଲେ କହିଲେ ଜନ୍ମସ୍ଥାନ କୋଉଠି? ନା ମୋ ଜନ୍ମସ୍ଥାନ କଟକ, କିନ୍ତୁ ପିଲା ଜନ୍ମ ହେଇଛି ଭୁବନେଶ୍ୱର ମେଡିକାଲରେ। ଲଗ୍ନ ତାହାର ମିଳିବ ସେଠି। କଟକ ଲଗ୍ନ କଣ ଲଗ୍ନ ହେଲାଣି ଭୁଲ। ପ୍ରଧାନ ଜ୍ୟୋତିଷ ପଚାରିଲେ ଜନ୍ମସ୍ଥାନ କୋଉଠି? ନା କଟକ, କିନ୍ତୁ ସିଏ ବ୍ରହ୍ମପୁର ମେଡିକାଲରେ ଜନ୍ମ ହେଇଥିବ। ପ୍ରସବ ପୀଡ଼ା ଗୋଟେ ଜାଗାରେ ପାଇଲା, ଜନ୍ମ ହେଲା ଗୋଟେ ଜାଗାରେ, ତ ସ୍ଥାନର ମଧ୍ୟ ଠିକ ନାହିଁ। ଏ ସମୟ ଭିତରେ ବର୍ତ୍ତମାନ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଜାନୁଆରୀ ମାସରେ ହବ। ତେଣୁ ମହାପୁରୁଷ ଲେଖିଥିଲେ ଲକ୍ଷ୍ମୀ ଯିବେ ଦେଶ ଛାଡ଼ିजे କିଏ? ତା ଶିଶୁ ଅନନ୍ତ। ଆମେ ତାକୁ ସମସ୍ତେ ଅଚ୍ୟୁତଙ୍କ ଲେଖା ବୋଲି କହୁଛେ, ଯେହେତୁ ଅଚ୍ୟୁତଙ୍କ ନାଁ ଗୋଟେ ମାଳିକାରେ ଅଧିକା ଆମେ ଭାବୁଛେ, କିନ୍ତୁ ଯୋଉ ଶିଶୁ ଅନନ୍ତ ଲେଖିଥିଲେ ଗୋପବନ୍ଧୁଙ୍କ କଥା ମଧ୍ୟ ଲେଖିଥିଲେ। ସର୍ବସମାନ ସତ୍ୟବାଦୀ ହେବ, ସାଧୁ ମଧୁ ଗୋପ ବନ୍ଧୁ ବହିବ, ସମସ୍ତେ କହିବେ ଉତ୍କଳ ମଣି, ସେ ଯେ ମହାତ୍ୟାଗୀ ନଥିବେ ଜାଣି, ସାନ ନୁହେଁ ଋଷ୍ୟ ଶୃଙ୍ଗ ଯେ, କବିତା ସାହିତ୍ୟ ଅନେକ ଲେଖିବ, ସାଧୁ ଥିବ ଲଗ୍ନ ଯୋଗ ଯେ। ଯୋଉ ସେଥିରେ ମଧ୍ୟ ଅଛି ମରମ ପିଟାଇ କହୁଛି ଏବେ, ଚାରିଟା ଗ୍ରହଣ ପଡ଼ିବ ଦେବେ, ଚାରି ଦିଗରେ ଚହଳ ପଡ଼ିବ, ଚେନା ସଙ୍ଗେ ଆଦେ ସମର ହେବ। ଏ କଥା ମଧ୍ୟ ସେ 34 ମାଳାର କଥା ଅଛି। ଇଏ ଅଚ୍ୟୁତଙ୍କର 34 ମାଳା। ମୋର ଲେଖିଲେ ମନ୍ଦ ଖେଟ ବସିଥିବ ଘଟ ଲଗ୍ନ ଧରି, ମେଷ ଶେଷରେ ଚଳିବେ ଭୃଗୁ ସୁତ ହରି, ମଣିବ ସକଳ କଥା ହୋଇବ ସେବେଳେ, କୁଳ କୁଳ ହୋଇ ମଢା ପଡ଼ିବ ମହିରେ। ଇଏ ସବୁ ଅଚ୍ୟୁତଙ୍କର ଯୋଉ ଶିଶୁ ଅନନ୍ତଙ୍କ 34 ମାଳା। 34 ମାଳାରେ ଗୋଟିଏ ପଦ ଥିଲା କଣ? ଆଉ ଗୋଟେ ପଦ ଥିଲା ଆପଦ ପଡ଼ିବ ବହୁତ କିଛି, ଆବର ଭାଙ୍ଗିବ ଆଗକୁ କହୁଛି, ଆରତେ ଲୋଡ଼ିବେ ଧର୍ମ ନାହା, ଆଣ୍ଟେ ଆଶ୍ରେ କର ଯେ ଯୋଗ ନାହା, ଅତିରିକ୍ତ ମାସ ପକ୍ଷ ଯେ, ଅମାସ୍ୟା ସଂକ୍ରାନ୍ତି ଏକତ୍ର ପଡ଼ିବ, ବହୁବାର କର ଲକ୍ଷ୍ୟ ଯେ। ଆପଣମାନଙ୍କୁ କହୁଛି 2018 ମସିହା ସାବିତ୍ରୀ ଅମାବାସ୍ୟା ଦିନ ସଂକ୍ରାନ୍ତି ପଡ଼ିଥିଲା। 2023 ମସିହା କର୍କଟ ସଂକ୍ରାନ୍ତି ଦିନ ସାବିତ୍ରୀ ଯୋଉ କର୍କଟ ସଂକ୍ରାନ୍ତି ଦିନ ଅମାବାସ୍ୟା ପଡ଼ିଥିଲା। ଏବଂ 2024 ମସିହାରେ ମହାଲକ୍ଷ୍ମୀ ଓଡ଼ିଶା ଛାଡ଼ିଛନ୍ତି। ଯେମିତି ଆମ ରାଜନୀତି କଥା ଲେଖାଥିଲା, ତ୍ରିଜଟା ବଂଶ କେବେ ଶାସନରୁ ଯିବ, ଯାହାକୁ ମହାପୁରୁଷ ଲେଖିଥିଲେ କିଏ? ନା ଭୀମ ବହି। 13 ପୁରୁଷ ସେ ରାଜ୍ୟ ଭୋଗ କଲା, 13 ମାସ ସେବା କରି, ତୁଟିଲା ଆୟୁଷ ବଳି ହେଲା ଶେଷ, ଶୁଣ ଶୁଣ ଶାକମ୍ବରୀ, ଗୁପତ ସନ୍ଦେଶ ଫେଡ଼ି ଦେଲି ତୋତେ କାହିଁ ନ କହିବୁ ଏହା, ଭଣେ ଭୀମ ବହି 19 ପଦେ ସାହା ମୋର ଚଉବା। ପୁନଃ ବୁଝେଇଦେଲେ ଓଡ଼ିଶା ଶାସନ ଆଦ୍ୟ ଛାଡ଼ିବ, ତାର ପରେ ଦିଲ୍ଲୀ ଶାସନ ଯିବ। ମାଳିକାରେ ଗୋଜା ରାଜା କଥା ବର୍ଣ୍ଣନା କରାଯାଇଛି। ମନମୋହନ ସିଂ ହେଉଛି ଗୋଜା ରାଜା, କୋଉ ଦଳର ନୁହଁ, ସିମ୍ପା ତୁରାଇଥିଲେ। ତାପରେ 13 ନମ୍ବର ପ୍ରଧାନମନ୍ତ୍ରୀ, ବହୁତ କଥା ଲେଖାଯାଇଛି ମୁଁ କହିପାରୁନି। କିନ୍ତୁ 24 ମସିହାରେ ଭକ୍ତମାନେ ପ୍ରମାଣ ହେବେ ମହାଲକ୍ଷ୍ମୀ ଉତ୍କଳ ଭୂଖଣ୍ଡରୁ ତ୍ୟାଗ କରିଛନ୍ତି ମାଳିକା କଥା ଅନୁସାରେ। କାରଣ ଲୀଳାମାନ ହବ, କେହି ବୁଝିପାରିବେନି, କେହି ବୁଝେଇ ମଧ୍ୟ ପାରିବେନି, କେହି ଜାଣିପାରିବେନି, ଜଣେଇ ମଧ୍ୟ ପାରିବେ ନାହିଁ। ତ 24 ମସିହାରେ ଭକ୍ତମାନେ ପ୍ରମାଣ ହେବେ, ଭକ୍ତମାନେ ଚିହ୍ନିତ ହେବେ, କିଛି କିଛି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ। ମାଳିକାର ଗବେଷଣା ଅନୁସାରେ ଅନେକ ଦିନ ପର୍ଯ୍ୟନ୍ତ କଳକିଲୀଳା ଭୋଗ ହବ। 2029 ମସିହାରେ ବଳଦେବ ଦିଲ୍ଲୀ ସିଂହାସନ ରାଜୁତି କରିବେ। ଏସବୁ ଭାଙ୍ଗିଯିବ, ନଷ୍ଟ ହେଇଯିବ, ଏସବୁ କଥା କିଛି ନାହିଁ। ଅଳ୍ପ ଅଳ୍ପ ସ୍ଥାନେ ସ୍ଥାନେ କିଛି କିଛି ବିପାତ ମାନ ଦେଖାଯିବ। ତ 24 ମସିହା